ଆପଣଙ୍କ ପରିଚୟ? ମୁଁ ସରୋଜ ସାହୁ ସନ୍ତ୍ରୀ। ଚେନ୍ନାଇ ହାଇକୋର୍ଟର ମାନ୍ୟବର ଜଜ୍ E.R. ସ୍ୱାମୀନାଥନଙ୍କ ବିରୁଦ୍ଧରେ ବିରୋଧୀ ଦଳ ଯେଉଁ ମହାଅଭିଯୋଗ ଆଣିଛନ୍ତି ସେ ବିଷୟରେ ଟିକେ କୁହନ୍ତୁ। ହଁ, ଜଷ୍ଟିସ୍ ସ୍ୱାମୀନାଥନ ସିଙ୍ଗଲ ଜଜ୍ ଜଷ୍ଟିସ୍ G.R. ସ୍ୱାମୀନାଥନ ତାଙ୍କ ବିରୁଦ୍ଧରେ ବିରୋଧୀ ଦଳମାନେ ମହାଭିଯୋଗ ଆଣିଛନ୍ତି। କେଉଁଠି ଆଣିଛନ୍ତି ନା ପାର୍ଲାମେଣ୍ଟ ଲୋକସଭାରେ ସ୍ପିକରଙ୍କ ପାଖରେ ଦେଇଛନ୍ତି। ତେବେ ଏହାର ଗୋଟେ ଭିତ୍ତିଭୂମି ହେଲା ଯେ ଗୋଟେ ବଦୁରାଇରେ ଗୋଟେ ପାହାଡ଼ ଅଛି। ପାହାଡ଼ ଉପରେ ଗୋଟେ ମନ୍ଦିର ଅଛି। ସେଇ ମନ୍ଦିରରେ ବହୁତ କାଳରୁ ପ୍ରାଚୀନ କାଳରୁ ଗୋଟେ ପଥର ଅଛି। ପଥର ଉପରେ ଦୀପ ପ୍ରଜ୍ୱଳନ କରାଯାଏ। ଏଇ ଡିସେମ୍ବର ମାସରେ ସେଟା ଦୀପ ପ୍ରଜ୍ୱଳନ କରାଯାଏ। ତ ବହୁତ ବର୍ଷ ହେଲା ଦୀପ ପ୍ରଜ୍ୱଳନ ବନ୍ଦ ରହିଥିଲା। କାହିଁକି ବନ୍ଦ କରିଥିଲେ ନା ତା ତଳେ ଗୋଟେ ମୁସଲିମ ମାନଙ୍କ ସମ୍ପ୍ରଦାୟ ମାନଙ୍କର ଗୋଟେ ମଜାର ଟାଇପର କିଛି ଗୋଟେ ଷ୍ଟ୍ରକ୍ଚର ଅଛି। ଯୋଉଟାକି ସେମାନେ ବି କେତେ ବର୍ଷ ହେଲା ତାଙ୍କର ଯାହା କାର୍ଯ୍ୟକ୍ରମ କରିବା କଥା ଧାର୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରନ୍ତି। ଆପଣ ତ ସବୁବେଳେ ଜାଣିଛନ୍ତି ଯୋଉଠି ମନ୍ଦିର ଥିବ ଆଉ ପାଖରେ ଯଦି ମସଜିଦ୍ ଥିବ ସେମାନେ ସହିପାରନ୍ତିନି ମନ୍ଦିରର ଘଣ୍ଟି ସ୍ୱର ବା ମନ୍ଦିରରେ ଭଜନ ବା ଅନ୍ୟ କିଛି କାର୍ଯ୍ୟକ୍ରମ ହଉଥିଲେ ସହିପାରନ୍ତିନି। ଏହା ଫଳରେ ହେଲା କଣ ସେମାନେ ହାଇକୋର୍ଟରେ ଦେଲେ ଗୋଟେ ପିଟିସନ ଫାଇଲ କଲେ ଯେ ଆମର ଏଠି ମସଜିଦ୍ ଅଛି। ଏଇ ପାଖରେ ମନ୍ଦିର ଯୋଉ କାର୍ଯ୍ୟକ୍ରମ ଚାଲୁଛି ଆମକୁ ବହୁତ ଅସୁବିଧା ହଉଛି। ତେଣୁ ତାଙ୍କର ଯୋଉ କାର୍ଯ୍ୟକ୍ରମ ଚାଲୁଛି ବିଶେଷ କରି ଦୀପ ପ୍ରଜ୍ୱଳନ ଯୋଉ ହଉଛି ସେଇ ଦୀପ ପ୍ରଜ୍ୱଳନ ଟା ଆମକୁ ଅସୁବିଧା ଲାଗୁଛି। ଠିକ ଅଛି, ଅସୁବିଧା ଲାଗୁଛି ଗୋଟେ ପିଟିସନ ଦେଇଦେଲ। ପିଟିସନ ର ଶୁଣାଣି ଚାଲିଲା। କିଛି ଦିନ ପାଇଁ ଷ୍ଟେ ରହିଲା। ମାନେ କେତେ ବର୍ଷ ପାଇଁ ଷ୍ଟେ ରହିଲା। ଦୀପ ପ୍ରଜ୍ୱଳନ ଆଉ କରିଦିଆଗଲା ନାହିଁ। ସେମାନେ ମନ୍ଦିର ପାଖରେ କୌଣସି ଏକ ନିକଟ ଜାଗାରେ ସେଇ ପ୍ରଜ୍ୱଳନ କାମ କରିଦଉଥିଲେ। କାଳକ୍ରମେ ଯେତେବେଳେ ସବୁ ଶୁଣାଣି ପରେ ଜଜମେଣ୍ଟ ବେଳେ ଆମ ସ୍ୱାମୀନାଥନ ଜଜ୍ ସିଙ୍ଗଲ ଜଜ୍ ସ୍ୱାମୀନାଥନ ସେ ରାୟ ଦେଲେ ଯେ ଏଇଟା ଗୋଟେ ପ୍ରାଚୀନ ମନ୍ଦିର ବହୁ କାଳରୁ ତାଙ୍କର ପୂଜା ପଦ୍ଧତି ଅନୁଷ୍ଠାନ ଚାଲି ଆସିଛି। ଏଥିରେ ମୁସଲିମ ସମ୍ପ୍ରଦାୟର କୌଣସି କ୍ଷତି ତ ହଉନାହିଁ। ସେମାନେ ଅଭିଯୋଗ କରିବା ବ୍ୟର୍ଥ। ତେଣୁ ଏବେ ହିନ୍ଦୁମାନେ ତାଙ୍କର ଦୀପ ପ୍ରଜ୍ୱଳନ କରିପାରିବେ। ତେଣୁ ରାୟ ହେଇଗଲା। ଏଠି ସେଠି ତ ସରକାର ଅଛି ଯୋଉ ହିନ୍ଦୁ ବିରୋଧୀ ସରକାର ଚେନ୍ନାଇରେ। ହିନ୍ଦୁ ବିରୋଧୀ ସରକାର ସେ କହିଲେ ଯେ ନାଇଁ ନାଇଁ ଇଏ ହିନ୍ଦୁ ମାନଙ୍କ ସପକ୍ଷରେ ହେଇଗଲା ରାୟଟା। ଏଇଟା ବଡ ଅସୁବିଧା ହେଇଗଲା। ଏ ଜଜ୍ କୁ ମାନେ ବାହାର କରି ଦିଆଯାଉ। ଏ ଜଜ୍ ବିରୁଦ୍ଧରେ ମହାଭିଯୋଗ କରାଯାଉ। ନାନାଦି କଥା ତାଙ୍କର ଚାଲିଲା ତା ବିରୁଦ୍ଧରେ ଜଜ୍ ବିରୁଦ୍ଧରେ। ଆମେ ଜୁଡ଼ିସିଆରୀ ଆମେ ସମ୍ମାନ ଦଉଛୁ। ଜୁଡ଼ିସିଆରୀକୁ ସର୍ବୋଚ୍ଚ ସମ୍ମାନ ଦଉଛେ। ଆମର ବିଶ୍ୱାସ ଅଛି ଜୁଡ଼ିସିଆରୀରେ। ଆମ ଭାରତୀୟ ଜୁଡ଼ିସିଆରୀ ସବୁ ପୃଥିବୀର ସର୍ବବୃହତ୍ ଏବଂ ଗୋଟେ ନ୍ୟାୟପାଳିକା ଯୋଉଟା କି ଆମେ ସମ୍ମାନ ଦଉଛୁ। ତେଣୁ ମହାଭିଯୋଗଟା ନିରାଧାର ଗୋଟେ। ହିନ୍ଦୁ ମାନଙ୍କ ସମର୍ଥନରେ ଯଦି ଜଣେ ଜଜ୍ ରାୟ ଦଉଛି ସାଙ୍ଗେ ସାଙ୍ଗେ ବିରୋଧୀ ଦଳ ମାନେ ନାକ ଟେକୁଛନ୍ତି। ତାଙ୍କର ଉଦ୍ଦେଶ୍ୟ ଯେ ହିନ୍ଦୁ ଧୀରେ ଧୀରେ ଲୋପ ପାଇଯାଉ। ତାଙ୍କର
ଷ୍ଟ୍ରାଟେଜି ହେଲା ଇଣ୍ଡି ଇଣ୍ଡି ଦଳ ଯୋଉ କରିଛନ୍ତି ଇଣ୍ଡି ଗଠବନ୍ଧନ, ସେମାନଙ୍କର ଉଦ୍ଦେଶ୍ୟ ହେଲା ସବୁବେଳେ ଯେମିତି ହେଲେ ଧୀରେ ଧୀରେ ହିନ୍ଦୁ ଧର୍ମକୁ ବିଲୁପ୍ତ କରିଦିଆଯାଉ, ତା ବଦଳରେ ମୁସଲିମ ବା ଖ୍ରୀଷ୍ଟିଆନ ହେଇଯାଉ ପଛେ ହିନ୍ଦୁ କେହି ନ ରହୁ। ହିନ୍ଦୁ ଏକ ପ୍ରାଚୀନ ଧର୍ମ। ବହୁତ ଜାଗାରେ ହିନ୍ଦୁକୁ ମାନେ ବହୁତ ଦେଶରେ ହିନ୍ଦୁମାନଙ୍କର ସଂଖ୍ୟା କମିଗଲାଣି। ଆମର ସଂଖ୍ୟା ଥିଲା ଇରାକ ପର୍ଯ୍ୟନ୍ତ ଥିଲା, ସେଗୁଡ଼ାକ ଧୀରେ ହଟିଯାଇ ଶେଷରେ ପାକିସ୍ତାନ ବି ସୃଷ୍ଟି ହେଲା। ତେଣୁ ଆମର ହିନ୍ଦୁମାନଙ୍କର ସଂଖ୍ୟା ଘଟିବାରେ ଲାଗିଛି। ତ ଭାରତ ବର୍ଷରୁ ହିନ୍ଦୁ ହଟୁନାହାନ୍ତି। ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ହିନ୍ଦୁ କେମିତି ହେଲେ ହଟେଇବା। ଏଥିପାଇଁ ପ୍ରଚୁର ଟଙ୍କା ଆସୁଛି ବିଦେଶରୁ, ଏତେ ଟଙ୍କା ଆସୁଛି ଯାହାଫଳରେ କି ଏଇ ଧର୍ମାନ୍ତରୀକରଣ ହଉ, ଜିହାଦ ହଉ, ଏମିତି 300 ପ୍ରକାରର ଜିହାଦୀ କାର୍ଯ୍ୟକ୍ରମ ଏଠି ଚାଲୁଛି। ଏ ଜୁଡିସିଆରୀକୁ ବିରୋଧ କରିବା ମଧ୍ୟ, ଜଜମେଣ୍ଟକୁ ବିରୋଧ କରିବା ମଧ୍ୟ ଜିହାଦୀ କାର୍ଯ୍ୟକଳାପର ଏକ ଅଙ୍ଗ। ଧୀରେ ଧୀରେ ହିନ୍ଦୁମାନଙ୍କୁ ଲୁପ୍ତ କରିବା ପାଇଁ ଶପଥ ନେଇଛନ୍ତି, ବିଶେଷ କରି କଂଗ୍ରେସ, ମମତା ବାନାର୍ଜୀ, ତୃଣମୂଳ କଂଗ୍ରେସ ଆଉ ସମାଜବାଦୀ ପାର୍ଟି। ତେଣୁ ଏଇମାନେ ବିରୋଧ କରିକିରି ହିନ୍ଦୁମାନଙ୍କୁ ନାଶ କରିବା ପାଇଁ ବସିଛନ୍ତି। ତେଣୁ ଆମକୁ ସତର୍କ ହେବାକୁ ପଡ଼ିବ, ହିନ୍ଦୁମାନଙ୍କୁ ସତର୍କ ହେବାକୁ ପଡ଼ିବ। ଧୀରେ ଧୀରେ ଏମାନେ ଯେଉଁ ପ୍ରକାରର କାର୍ଯ୍ୟକଳାପ କରୁଛନ୍ତି, ହିନ୍ଦୁ ବିରୋଧୀ କାର୍ଯ୍ୟକଳାପ ବଢ଼ି ଚାଲୁଛି। ଦେଶରେ ବିଦେଶରେ ଏମିତି ଚାଲିଛି ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର। ଏଣୁ ଆମମାନେ ଆମର ବିଶେଷ କରି ଯେଉଁ ଯୁବପିଢ଼ିମାନେ ଧୀରେ ଧୀରେ ବିଭିନ୍ନ ପ୍ରକାର ଅପସଂସ୍କାରରେ ଚାଲି ଯାଇଛନ୍ତି। ସିନେମା ଦେଖିକିରି ବି ପଥଭ୍ରଷ୍ଟ ହେଉଛନ୍ତି, ନାନାଦି କୁସଂସ୍କାର କାର୍ଯ୍ୟକଳାପରେ ଲିପ୍ତ ହେଲେଣି, ନିଶାଗ୍ରସ୍ତ ହେଲେଣି। ଏଗୁଡ଼ାକୁ ଆମେ ସତର୍କ ହେବାକୁ ପଡ଼ିବ। ହିନ୍ଦୁ ସମାଜକୁ ଗଠନ କରିବାକୁ ପଡ଼ିବ, ହିନ୍ଦୁ ସମାଜକୁ ସତର୍କ ରହିବାକୁ ପଡ଼ିବ।